ଜାଣିବାକୁ ହେଲେ ପ୍ରଥମେ ସେ ଅନ୍ନମୟ କୋଷଟା ସୃଷ୍ଟି ହେଲା କେମିତି ଏହା ଜାଣିବାକୁ ପଡ଼ିବ। ସେ ଅନ୍ନମୟ କୋଷ ହେଉଛି, ଅନ୍ନମୟ କୋଷ କହିଲେ ଆପଣମାନେ ମନେ ରଖନ୍ତୁ, ଅନ୍ନମୟ କୋଷ ହେଉଛି ପଞ୍ଚ ଭୌତିକ ଶରୀର, ପାଞ୍ଚଟି ଭୂତକୁ ନେଇକି ଅନ୍ନମୟ କୋଷ। ପ୍ରଥମେ ହେଉଛି ଆକାଶ। ସେ ଆକାଶ ପୁଣି ଦେଖିବାକୁ ପଡ଼ିବ। ସେ ଆକାଶ ଆସିଲା କୋଉଠୁ? ଆକାଶ ଆସିଲା କୋଉଠୁ? ପ୍ରଥମ ହେଉଛି ଆକାଶ। ସେ ଆକାଶ ଥିଲା କୋଉଠୁ? ସେ ହେଉଛି ଶୂନ୍ୟ, ଶୂନ୍ୟ ବ୍ରହ୍ମ, ଶୂନ୍ୟ ବିନ୍ଦୁ, ଶୂନ୍ୟ। ସେଇ ଶୂନ୍ୟରୁ ମାନେ ପ୍ରଥମେ ଠୁଳ ଯୋଉ ଆମେ କହୁଛେ ଓମ୍, ଓମ୍ ଯୋଉ କହୁଛେ, ଓମ୍ଟା ହେଉଛି ଓଙ୍କାର 32 ଅକ୍ଷର, 32 ଅକ୍ଷର ମୂଳ ତାର। ଓଙ୍କାର ହେଉଛି 32 ଅକ୍ଷର। ଆପଣ କହୁଥିବେ ଓମ୍ ହେଉଛି ଔମ, ଔ ମାନେ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଆପଣ ଏଇଟା ବୁଝିଥିବେ। ତେଣୁ ଓମ୍କୁ ଆଲୋଚନା କରିକି ମୁଁ ପଞ୍ଚଭୌତିକ ଶରୀର ଭିତରକୁ ଯିବି। ପଞ୍ଚଭୌତିକ ଶରୀର ହେଉଛି ଓମ୍, ହେଉଛି ଆମର ଯୋଉ ଆଗ ପ୍ରଥମେ ଓମ୍ର ଓମ୍ଟାକୁ ଆମେ ଟିକେ ଦେଖିବା। ଓମ୍ର ପ୍ରଥମେ ରହିଛି କ'ଣ? ଆମେ ସମସ୍ତେ ବୁଝୁଛେ ଔମ ହେଉଛି ଓମ୍, ଏଇଟା ହେଉଛି ଭୁଲ। ଔମ ହେଉଛି ପ୍ରଥମେ ଦେଖିବାକୁ ପଡ଼ିବ ଗୋଟେ ବିନ୍ଦୁ ଅଛି। ସେ ବିନ୍ଦୁ ଉପରେ ଗୋଟେ ଅର୍ଥମାତ୍ରା ଅଛି, ଅର୍ଥମାତ୍ରା ଉପରେ ଗୋଟେ ଓ ଅଛି। ପ୍ରଥମେ ଏକ ବ୍ରହ୍ମ ଥିଲା, ଆପଣ ଦେଖନ୍ତୁ ସେ ବ୍ରହ୍ମ ଥିଲା। ଦ୍ୱିତୀୟ ପ୍ରକୃତି ହୋଇଲା। ଆପଣ ଟିକେ ମୂଳ, ଏଇଟା ହେଉଛି ଜ୍ଞାନ କଥା। ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା, ପ୍ରକୃତି ତହୁ ପୁତ୍ର ଜାତ୍ର। এই ହେଉଛି ଜ୍ଞାନଟା ଟିକେ। ପ୍ରଥମେ ଏକ ବ୍ରହ୍ମ ଥିଲା, ଏକ ବ୍ରହ୍ମ ବିନ୍ଦୁ, ବିନ୍ଦୁ ହେଉଛି ମୁଖ୍ୟ। ତେଣୁ ବିନ୍ଦୁ ପ୍ରକୃତି ହୋଇଲା। ତେଣୁ ପ୍ରକୃତି ତହୁ ପୁତ୍ର ଜାତ, ତାହାକୁ ବୋଲି ଜ୍ଞାନ ତତ୍ତ୍ୱ। ତେଣୁ ପ୍ରଥମେ ବିନ୍ଦୁ, ବିନ୍ଦୁ ହେଉଛି ପ୍ରକୃତି। ତେଣୁ ପୁରୁଷ ପ୍ରକୃତି, ପୁରୁଷ ପ୍ରକୃତି ନ ମିଶିଲା ଯାକ ସଂସାର ହବ ନାହିଁ। ସେ ପୁରୁଷ ପ୍ରକୃତି ମିଶିବାରୁ ଓ ତିଆରି ହେଲା। ଔମ ବ୍ରହ୍ମା ବିଷ୍ଣୁ ମହେଶ୍ୱର। ବ୍ରହ୍ମା ବିଷ୍ଣୁ ମହେଶ୍ୱର ମାନେ ସେମାନେ ଶ୍ରେଷ୍ଠ ନୁହନ୍ତି, ତାଙ୍କ ଉପରେ ରହିଲେ ବିନ୍ଦୁ ଆଉ ପ୍ରକୃତି। ବିନ୍ଦୁ ପ୍ରକୃତି ଯୋଉ ସତ୍ୟ ରୂପା ମନୁ କଥା କହିଲେ, ମନୁ ସତ୍ୟ ରୂପା, ସେଇଟା ହେଉଛି ସୃଷ୍ଟି। ଏଇଠି ପଢୁଥିଲେ ମନୁ ସତ୍ୟ ରୂପା କଥା, ମୁଁ ଶୁଣୁଥିଲି ଟିକେ ମନ ଦେଇକି। ମନୁ ସତ୍ୟ ରୂପା କଥା ହେଉଛି ସେ ବ୍ରହ୍ମାଙ୍କୁ ଯେତେବେଳେ ସୃଷ୍ଟି କଲେ, ବ୍ରହ୍ମାଙ୍କୁ ଦାୟିତ୍ୱ ଦିଆହେଲା ଯେ ତମେ ବର୍ତ୍ତମାନ ସୃଷ୍ଟି ସର୍ଜନ କର। ସିଏ ତାଙ୍କର ବାମ ଅଙ୍ଗରୁ ସତରୂପା, ଦକ୍ଷିଣ ଅଙ୍ଗକୁ ମନକୁ ତିଆରି କରି ସେ ମାନବ ସୃଷ୍ଟି କଲେ। ମାନବକୁ ସେ ସବୁ ଚାଲିଲା। ମୋର କହିବାର ଲକ୍ଷ୍ୟ, ଏ ଯୋଉ ପ୍ରଥମେ ଏଇ ଯୋଉ ସୃଷ୍ଟି ଆସିଲା, ପ୍ରଥମେ ଯୋଉ ଭଗବାନ ଯୋଉ ଶୂନ୍ୟ ବିନ୍ଦୁ, ଶୂନ୍ୟ ବିନ୍ଦୁରୁ ପ୍ରଥମେ ଆସିଲା ଆକାଶ। ଆକାଶ ଭିତରେ ରହିଲେ ପ୍ରାଣ। ସେ ପ୍ରାଣ ଆଉ ଆକାଶ ଇଏ ରହିଲେ ପରମଙ୍କ ପାଖରେ, ପରମ ବିନ୍ଦୁ ପାଖରେ। ଟିକେ ସେଇ ଯୋଉ ଆକାଶ ଆଉ ପ୍ରାଣ ସେ ଭଗବାନଙ୍କ ପାଖରେ ରହିଲେ, ଯେ ଈଶ୍ୱର, ଯେ ପରମ ବ୍ରହ୍ମ ତାଙ୍କ ପାଖରେ ରହିଲେ। ଯେତେବେଳେ ଆକାଶର ସ୍ପନ୍ଦନ ହେଲା, ସେତେବେଳେ ପ୍ରାଣ ବାୟୁ ସୃଷ୍ଟି ହେଲା। ପ୍ରାଣ ବାୟୁ ଯେତେବେଳେ ଅଧିକ ପ୍ରଖର ବେଗରେ ସ୍ପନ୍ଦନ ହବ, ଆପଣ ଦେଖନ୍ତୁ ଯେତେବେଳେ ବାୟୁଟା ଜୋରରେ ପ୍ରଖର ପବନ ହବ, ଆପଣଙ୍କର ତେଜ ସୃଷ୍ଟି ହବ, ଗୋଟେ ଗରମ ସୃଷ୍ଟି ହବ। ସେଠି ସୃଷ୍ଟି ହେଲା ଅଗ୍ନି। ଅଗ୍ନି, ଅଗ୍ନିଟା ଯେତେବେଳେ ଧୀରେ ଧୀରେ ପ୍ରଜ୍ୱଳିତ ହେଉଥିବ ନା, ଅଗ୍ନି ଯେତେବେଳେ ଧୀରେ 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 ଥଣ୍ଡା ଦିଗକୁ ଯିବ ଅଗ୍ନି, ସେତେବେଳେ ସୃଷ୍ଟି ହବ ଜଳ। ଜଳଟା, ଜଳ ଯେତେବେଳେ ଧୀରେ 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 ବେଶୀ ଶୀତଳ ହୁଏ, ସେଥିରେ ବରଫ ମାନେ ପୃଥିବୀ, ଆପଣ ସୃଷ୍ଟି ସର୍ଜନ। ତେଣୁ ପୃଥିବୀ ସୃଷ୍ଟି ହେଲା। ଏଇ ଯୋଉ ପାଞ୍ଚଟି ଜିନିଷ, ଆକାଶ, ଆମର ରହିଲେ ବାୟୁ, ତାପରେ ରହିଲେ ଅଗ୍ନି, ଅଗ୍ନି ପରେ ରହିଲେ ଜଳ, ଜଳ ରହିଲେ ପୃଥିବୀ। ଇଏ ହେଉଛି କ୍ରମ। ଆମେ ଏପଟ ସେପଟ କରି କହିଦେଉଛେ, କିନ୍ତୁ ଇଏ ହେଉଛି କ୍ରମ। କିନ୍ତୁ ଏଇ ପଞ୍ଚଭୌତିକ, ଆକୁ କହନ୍ତି ପଞ୍ଚଭୌତିକ ଶରୀର। ଏ ପଞ୍ଚଭୌତିକକୁ ନେଇ ଏ ସଂସାର ସୃଷ୍ଟି। ଯାହାକୁ ଦେଖିଲେ ସମସ୍ତେ ପଞ୍ଚଭୌତିକ ଶରୀରରେ ଗଠିତ। ପଞ୍ଚଭୌତିକ ଶରୀର, ଏ ପଞ୍ଚଭୌତିକ ଶରୀରଟା ହେଉଛି ଅନ୍ନମୟ କୋଷ। ଏଠି ଆସିଲା ପଞ୍ଚଭୌତିକ ଶରୀର ହେଲା ଅନ୍ନମୟ କୋଷ। এই ଅନ୍ନମୟ କୋଷଟାକୁ, ଏ ଅନ୍ନମୟ କୋଷକୁ ଆମେ କ'ଣ, ଏ ଅନ୍ନମୟ କୋଷ ଦ୍ୱାରା ଆମେ କ'ଣ ହଉଛେ, ଆମେ ସୁଖ ପାଉଛେ, ଦୁଃଖ ପାଉଛେ, ସବୁ ପାଉଛେ। ତେଣୁ ଏ ଅନ୍ନମୟ କୋଷଟା ପ୍ରକୃତି, ପ୍ରକୃତି ଯୋଗୁଁ ଏ ଅନ୍ନମୟ କୋଷଟା ଘଟୁଛି। ତେଣୁ ଏ ଅନ୍ନମୟ କୋଷଟାକୁ ଯଦି ଆମେ ଟିକେ ବେଶୀ ବିକଶିତ କରିବା, ବିକଶିତ ମାନେ ସାତ୍ଵିକ ଆଧାର ଖାଇବା।
ଅନ୍ନମୟ କୋଷ ଆମେ ଖାଲି ମାଛ ମାଂସ ଖାଇବା। ମାଛ ମାଂସ ଖାଇଲେ କେମିତି ହେବ? ଖାଲି ମାଛ ମାଂସ ଖାଇବା ବେଶୀ, ଯୋଉଟା କହୁଛେ ସାତ୍ଵିକ, ରାଜସିକ, ତାମସିକ ତିନି ପ୍ରକାରରେ ବିଭକ୍ତ ହେଇଛି। ଯୋଉ ସବୁବେଳେ ଗୋଟେ ସାତ୍ଵିକ ଭାବ ରହିଛି। ଆପଣ ସବୁବେଳେ ଯଦି ସାତ୍ଵିକ ଭାବରେ ରହିବେ ତେବେ ସାତ୍ଵିକ ଗୁଣରେ ହେବେ। ସାତ୍ଵିକ ଗୁଣରେ ଜନ୍ମ ହୁଏ ମାନେ ଦେବତା ସେ ହେବ। ସାତ୍ଵିକ ଗୁଣରେ ଆମେ ଜନ୍ମ ହେଲେ ଯଦି ସାତ୍ଵିକ ଆଧାର କହିବେ, ମାତୃଗର୍ଭକୁ ଆମେ ପଳାନ୍ତୁ। ମାତୃଗର୍ଭରେ ଆମେ ମା ମାନେ ଯେତେବେଳେ ମାତୃଗର୍ଭରେ ସନ୍ତାନଟିଏ ମାନେ ଗର୍ଭ ଭିତରେ ଧାରଣ କରନ୍ତି, ସେ ପ୍ରଥମେ ଏବେ ସବୁ ଗାଁ ମାନଙ୍କରେ ହେଲାଣି, ସେ କୁଣିଆ ହଉ ବନ୍ଧୁ ହଉ ସମସ୍ତେ କ'ଣ କରିବେ, ତାକୁ ମାଛ ମାଂସ ଯେତେ ତେଲ ବିଭିନ୍ନ ପ୍ରକାର ଖାଦ୍ୟ ଆହାର କରିବାକୁ ଦେବେ। ମା ତାକୁ ଖାଇଲା, ମାର ସାତ୍ଵିକ ଚିନ୍ତା ନାହିଁ। ସେଇ ମା ଯଦି ସାତ୍ଵିକ ଆଧାର କରିବ, ଫଳମୂଳରେ ଖାଇବ, କ୍ଷୀର ପାନ କରିବ, ଅମୃତ ଚିନ୍ତନରେ ରହିବ। ଅମୃତ ଚିନ୍ତନରେ ରହିବ। ଟିକେ ଭାଗବତ ଅଧ୍ୟାୟଟିଏ କରିବ। ମନୁଆଜି କେମିତି, ଯୋଉ ଆମର ଧ୍ରୁବାଜି କେମିତି ହେଇଗଲେ, ପରୀକ୍ଷିତ କେମିତି ହେଇଗଲେ, ପ୍ରହ୍ଲାଦ କେମିତି ହେଲେ, ଏସବୁ ମାତୃଗର୍ଭରେ। ତେଣୁ ମାତୃଗର୍ଭରେ ଯଦି ସାତ୍ଵିକ ଆଧାରଟି ଯଦି ଠିକ ଅଛି, ଉନ୍ନତ ଚିନ୍ତନ ଯଦି ଅଛି, ତେବେ ସେ ପିଲାଟି ଯୋଉ ଭୂମିଷ୍ଠ ହବ, ଆପଣ ଚିନ୍ତା କରନ୍ତୁ, ସିଏ ଏ ମାର ରକ୍ତମାଂସ ଶରୀରରେ ରହିଲା, ବାପର ରଜରେ, ବାପର ବୀର୍ଯ୍ୟରେ ରହିଲା, ବାପର ଯେମିତି ଗୁଣ, ମାର ଯୋଉ ସାତ୍ଵିକ ଗୁଣ, ସେ ଆଧାରରେ ପିଲାଟି ଜନ୍ମ ହଉଛି। ଆଜି ପିଲାଟି କହୁଛ ମୋ ପିଲାଟି ଆଜି କ'ଣ କରିବି, ମୋ ଭାଗ୍ୟରେ ନଥିଲା, ମୋ ପିଲାଟି ଆଜି ମଦ ଖାଇକି ଅମଣିଷ ହେଇଗଲା। ଆଉ ସେଥିପାଇଁ ଦାୟୀ କିଏ? ସେଥିପାଇଁ ଦାୟୀ ହଉଛି ମୁଁ ଦାୟୀ। ମୁଁ ପ୍ରଥମ ତାକୁ ସଜାଡ଼ିନି ମାତୃଗର୍ଭ, ମୁଁ ପିତା ହେଇକି ତାର କର୍ତ୍ତବ୍ୟ କରିନି। ମୁଁ ଗର୍ଭ ଅବସ୍ଥାରେ ଖରାପ ଚିନ୍ତନ କରିଛି, ମୁଁ ମଦ ଖାଇକି ମୋ ସ୍ତ୍ରୀ ପାଖକୁ ଯାଇଛି, ଆଉ ସେ ପିଲା କେମିତି ହଉଛି? ତେଣୁ ମାତୃଗର୍ଭରଟା ମୁଖ୍ୟ ହଉଛି, ଯଦି ଆମେ ସଂସ୍କାରିତ ପିଲାଟିଏ ପାଇବା ତେବେ ମାତୃଗର୍ଭଟି ହଉଛି ମୁଖ୍ୟ, ପିତାମାନଙ୍କର ଚିନ୍ତାଧାରା ହଉଛି ମୁଖ୍ୟ। ତେଣୁ ଏଇ ଦିଗରେ ମୁଁ ଅନ୍ନମୟ କୋଷ ଆଡ଼କୁ ୟାର ଟିକେ ପଳେଇଲେ, କୁଆଡ଼େ କ'ଣ ମନେ ପଡ଼ିଯାଉଛି କହିଦେଉଛି। 5ଟା କୋଷ କହିଦେବି ତ? ହଉ ଠିକ ଅଛି। ତାପରେ ଆମର ରହିଲା ମନୋମୟ କୋଷ। ମନୋମୟ କୋଷର ସବୁଠାରୁ ହଉଛି ଗୁରୁତ୍ୱପୂର୍ଣ୍ଣ। ମନୋମୟ କୋଷ ହଉଛି କ'ଣ? ମନୋମୟ କୋଷ ହଉଛି ଗୋଟେ ମାୟା କୋଷ। ଆମେମାନେ ସମସ୍ତେ ଆମେ ଯେତେ ଦେଖନ୍ତୁ, ଯଦି ଆମେ ଯେତେ ମୋ ଘର, ମୋ ପିଲା, ମୋ ସ୍ତ୍ରୀ, ମୋ କୋଠାବାଡ଼ି ମୋର ଯେତେ କରିଦେବେ, ଏ ମନୋମୟ କୋଷର କାମ ହେଲା ମନଟା ଯୁଆଡ଼େ ଯିବ ସେ ଦିଗକୁ ଆପଣମାନେ ବି ଆଗେଇ ଯିବେ। ତେଣୁ ବହୁତ ସାବଧାନ, ମନୋମୟ କୋଷକୁ ଆମକୁ ଠିକ କରିବାକୁ ପଡ଼ିବ, ଚିନ୍ତନଟାକୁ ଠିକ କରିବା। କ'ଣ ପୁଅ ତ ଜନ୍ମ ହେଇଛି, ଭଗବାନ ତ ଦେଇଛନ୍ତି, ସୁତ ତମେୟ ଦାରାଦାସ ଈଶ୍ୱରଙ୍କ ବିଜୁଳି ପ୍ରକାଶ, ଏହାଙ୍କ ସଙ୍ଗେ ବନ୍ଦୀ ହୋଇ କୋଷଇ ଦୁଃଖ ବାହାର ହୋଇ, ଏ ପୁଣି ଯିବେ କର୍ମପଥ ଦେଇ ସନ୍ତାପ ଦେଇଯିବେ। ଆରେ ଇଏ ତ ସୁତ ତମେୟ ଦାରାଦାସ ଏସବୁ ବିଜୁଳି ଭଳିଆ, ଖାଲି ମୋ ପୁଅ, ମୋ ଝିଅ, ମୋ ଘର, ମୋ ଦ୍ୱାର, ଏଥିରେ କ'ଣ ଆସିছে? ଆମେ କର୍ମ କରିବା। ଠାକୁର ରାମକୃଷ୍ଣ କହିଲେ, ଆରେ ସଂସାର କରିଛୁ, ପିଲା ଛୁଆ କ'ଣ ରାସ୍ତା କଡ଼ରେ ପକେଇ ଦେଇକି ତୁ ସନ୍ନ୍ୟାସୀ ହବୁ? ନା, ମନା କରିଛନ୍ତି। ଏ ଗୃହସ୍ଥ ଭିତରେ କେମିତି ଆମେ ଈଶ୍ୱର ଚିନ୍ତନୀୟ ହେବା। ବ୍ରହ୍ମନିଷ୍ଠ ଗୃହସ୍ଥସ୍ୟ ବ୍ରହ୍ମ ଜ୍ଞାନୀ ପରାୟଣେ ଯତ୍ ଯତ୍ କର୍ମ ପ୍ରକୃତି ତତ୍ ବ୍ରହ୍ମ ସମର୍ପୟାମି। ଗୃହସ୍ଥ ହେଉଛି ଶ୍ରେଷ୍ଠ। ତେଣୁ ଆମକୁ ମନୋମୟ କୋଷ, ମୁଁ ସିଆଡ଼େ ଯାଉନି ସିଆଡ଼େ। ତେଣୁ ମନୋମୟ କୋଷଟାକୁ ଠିକ୍ କରିବାକୁ ହେଲେ ଆମର ଚିନ୍ତନ, ଉତ୍ତମ ଚିନ୍ତନର ଆବଶ୍ୟକତା ଅଛି। ତେଣୁ ଉତ୍ତମ ଭାବର ଆବଶ୍ୟକତା ଅଛି। ମୋ ପୁଅ, ମୋ ଝିଅ, ମୋ ଘର କହିବା, କିନ୍ତୁ କେମିତି କହିବା ତାର ଗୋଟେ ସୂତ୍ର ଅଛି। ମୁଁ ଉପନିଷଦକୁ ଟିକେ ମନେ ପଡ଼ିଯାଉଛି, ପଢ଼େଇ ଯାଉଛି। ଯାଜ୍ଞବଲ୍କ୍ୟ ଋଷି, ଆପଣମାନେ ଯାଜ୍ଞବଲ୍କ୍ୟଙ୍କ କଥା ଜାଣିଥିବେ। ମୈତ୍ରୀ, ତାଙ୍କ ସ୍ତ୍ରୀ ହେଉଛି ମୈତ୍ରୀ। ଯାଜ୍ଞବଲ୍କ୍ୟ ଯେତେବେଳେ କହିଲେ ଏଥର ମୋ ସମୟ ହେଲାଣି, ମୁଁ ସନ୍ନ୍ୟାସ ଧାରଣ କରିବି, ମୁଁ ପଳେଇବି ଏଥର ଆପଣଙ୍କୁ, ତାରୁ ଏସବୁ ଯେତେ ସବୁ ରାଜସ୍ୱ ଅଛି ମୁଁ ଆପଣଙ୍କୁ ଦାନ କରିକି ବର୍ତ୍ତମାନ ଯାଉଛି। ମୈତ୍ରୀ ଟିକେ ଭାରି ବୁଦ୍ଧିମତୀ, ସେ କହିଲେ ସ୍ୱାମୀ ଆପଣ ତ ଯିବେ, ମୋତେ ଯେଉଁ ସଂସାର ମୋ ସବୁ ଦେଇକି ଅଜାଡ଼ି ଦେଇକି ଯାଉଛନ୍ତି, ମୋ ପାଖରେ ଯେଉଁ ସବୁ ଲଦେଇ ଦେଇକି ଯାଉଛନ୍ତି, ଏ କ'ଣ ମୋତେ ଅମୃତତ୍ୱ ପ୍ରାପ୍ତ କରିବ? ମୋତେ ଅମୃତତ୍ୱ ପ୍ରାପ୍ତ କରିବ ଇଏ? ନା ନାଇଁ ତ, ଇଏ ତ ସବୁ ଅସ୍ଥାୟୀ, ଇଏ ତ କ୍ଷଣକ ପାଇଁ। ତାହେଲେ ତ ଆପଣ ଯିବା ପୂର୍ବରୁ ମୋତେ କୁହନ୍ତୁ, ମୋତେ ଅମୃତତ୍ୱ ପ୍ରାପ୍ତ କରିବ କିଏ, ତାହା ମୋତେ କୁହନ୍ତୁ। ମୈତ୍ରୀ ଆସ, ବସ। ମୈତ୍ରୀକୁ ପାଖରେ ବସେଇଲେ, କେତେ ସୁନ୍ଦର କଥା କହିଲେ। ମୁଁ ମନୋମୟ କୋଷଟା ତିଆରି କରୁଛି। ତେଣୁ ମନୋମୟ କୋଷଟା କେମିତି ହେବା ଦରକାର, ପିଲା ଛୁଆ ପାଖରେ ଥିଲେ କେମିତି ହେବା ଦରକାର? ସେ କହିଲେ ସ୍ତ୍ରୀ, ଜଣେ ସ୍ୱାମୀ ତା ସ୍ତ୍ରୀକୁ ସ୍ତ୍ରୀ ଭଳିଆ ଦେଖୁଛି, ଜଣେ ସ୍ତ୍ରୀ ତା ସ୍ୱାମୀକୁ ସ୍ୱାମୀ ବୋଲି ଭାବୁଛି।
ଗୋଟିଏ ପିତା ତା ପୁତ୍ରକୁ ପୁତ୍ର ଭଳି ଭାବି ଦେଉଛି, ମୋ ପୁତ୍ର ବୋଲି ଭାବି ଦେଉଛି। ଏଇ ଯେଉଁ ଭାବନା, ଏଇ ଭାବନାଟା ହିଁ ଆମକୁ ଖରାପ କରୁଛି। ଯଦି ଆମେ ଭାବିବା ଏ ମୋ ପୁଅ ନୁହଁ, ତା ଭିତରେ କିଏ ଅଛି ତାକୁ ଦେଖନ୍ତୁ, ତା ଭିତରେ ଯିଏ ଅଛି ତାକୁ ଦେଖନ୍ତୁ। আর তো পুয় ইয়ে তো ক্ষণিক আসছে, এ তো ক্ষণিক। ধনানি ভৌম পছ উচ্চ গোষ্ঠী ভার্যা গৃহদ্বারী জনা সংসারে দেহ চিতায়ম পরলোক মার্গে ধর্মানুগ অছতি জীবন। তেণু ইয়া ভিতরে যে ଅଛି ତାକୁ ଦେଖ। ତେଣୁ ତା ଭିତରେ ଯଦି ଦେଖିବୁ ଇଏ ମୋ ପୁଅ ନୁହଁ, ଇଏ ହେଉଛି ଈଶ୍ୱରଙ୍କର ସନ୍ତାନ, ଇଏ ମୋ ସ୍ତ୍ରୀ ନୁହଁ, ସେ ଆସିଛି ଗୋଟେ ଅଭିନୟ କରିବା କଥା। ତା ଭିତରେ ଆମେ ଭଗବାନଙ୍କୁ ଦର୍ଶନ କରିବାକୁ ପଡ଼ିବ। ଜଣେ ସାଧୁ ଯାଉଛନ୍ତି ବାଟରେ, ଜଣେ ମାଲିକ କ'ଣ କରୁଛି, ତାକୁ ତାର କ'ଣ ସେ ଟିକେ ଭୁଲ କଲା, ତାର ଚାକରକୁ ଖୁବ୍ ଜୋରରେ ପ୍ରହାର କରୁଛି, ତା ଚାକରକୁ ଖୁବ୍ ଜୋରରେ ପ୍ରହାର କରୁଛି। ସେ ସାଧୁ ଜଣେ ଭାରି ନମ୍ର, କାହିଁ ସାଧୁ ହେଉଛନ୍ତି ସବୁଠାରୁ ନମ୍ର। ତେଣୁ ସାଧୁ ଜଣକ ପଳେଇଲେ, ସାଧୁ ହେଉଛନ୍ତି ଈଶ୍ୱର ସହିତ ସମାନ ହେଲା। ତେଣୁ ସାଧୁ କ'ଣ କଲେ, ତାକୁ ଯାଇକି କହିଲେ, ଆରେ ବାବା ବାବା କାହିଁକି ସେ ଚାକରଟିକି ମାରୁଛୁ, କାହିଁକି ବାଡ଼ଉଛ? ସାଧୁକୁ ସେ ଖୁବ୍ ଜୋରରେ ପ୍ରହାର କଲେ ରାଗରେ, ସେ ସାଧୁକୁ ପ୍ରହାର କଲେ। ସାଧୁ ଅଚେତାକେ ପଡ଼ିଗଲେ। ତାଙ୍କ ଆଶ୍ରମରେ କହିଲେ, ଆରେ ବାବା କୁଆଡ଼େ ଗଲେ, ବାବା ଏପର୍ଯ୍ୟନ୍ତ କାହିଁକି ଫେରି ନାହାନ୍ତି? ତାଙ୍କୁ ଖୋଜିକି ଆସିଲେ ସେଠାକୁ। ସେ ବାବାଙ୍କୁ ତାଙ୍କୁ ଟେକିକି ନେଇକି ତାଙ୍କ ଆଶ୍ରମକୁ ଗଲେ। ଅଚେତା ଅବସ୍ଥା, ଏତେ ରାଗରେ ତାଙ୍କୁ ବାଡ଼େଇଛନ୍ତି ଯେ ପୁରା ଅଚେତା, ଚେତା ଆସୁନି। ତାଙ୍କୁ କ'ଣ କଲେ, ଅନ୍ୟ ସାଧୁମାନେ ତାଙ୍କୁ ଟିକେ କ୍ଷୀର ପିଇବାକୁ ଦେଲେ। କ୍ଷୀର ପିଇବାକୁ ଦେଇ କହିଲେ, ବାବା ଇଏ କ୍ଷୀର ପିଆଉଛନ୍ତି, ଦେଖନ୍ତୁ ଟିକେ ଗୁଣ ହାତ ଏଠି ୟା ଭିତରେ ତତ୍ତ୍ୱ କଥା ରହିଛି। କିଏ କ୍ଷୀର ପିଆଉଛନ୍ତି ନା ଯିଏ ବାଡ଼େଇଥିଲେ ସେଇ କ୍ଷୀର ପିଆଉଛନ୍ତି। କି ଆଶ୍ଚର୍ଯ୍ୟ କଥା, ଯିଏ ବାଡ଼େଇଥିଲେ ସେ କ୍ଷୀର ପିଆଉଛନ୍ତି। ଆରେ ସିଏ ତ ବାଡ଼େଇଲେ, କ୍ଷୀର ପିଆଉଛନ୍ତି ବାବା ନା ନାଇଁ, ମୁଁ ସେଇଟାକୁ ଦେଖିନି। ସେ ଦେଖନ୍ତୁ କେମିତି ତା ଭିତରେ କେମିତି ଦେଖୁଛନ୍ତି, ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି। ଆରେ ସିଏ ତ ତା ଭିତରେ ଭଗବାନ, ୟା ଭିତରେ ତ ଭଗବାନ, କେମିତି ସେ ଦର୍ଶନ କରୁଛନ୍ତି ଦେଖନ୍ତୁ। যা সমান କରିଦେଲେ, କ୍ରୂର ଅକ୍ରୂର ଯେତେ ଜନ ତାହାଙ୍କୁ ଭାବିବ ସମାନ। ସିଏ ହେଉଛି ପ୍ରକୃତ। ତାର କ୍ରୂର ନାହିଁ କି ଅକ୍ରୂର ନାହିଁ, ତାର କେହି ମିତ୍ର ନାହିଁ କି ବୈରୀ ନାହିଁ, ସମସ୍ତେ ସମାନ। ଇଏ ହେଉଛି ପ୍ରକୃତରେ ସାଧୁ। ସେଇଭଳି ଆମେ ଆମ ପିଲାକୁ ସେଇଭଳି ଦେଖିବାକୁ ପଡ଼ିବ। ଦେଖିଲା ପରେ ମାୟା ଲାଗିବନି, ଓହୋ ମୋ ପୁଅର ଆଜି କ'ଣ ହେଇଗଲା, ଆଜି ହେଇଗଲା, ସିଏ ହବ, ସେଟା ହବ। ଆମେ ତାକୁ କର୍ତ୍ତବ୍ୟ କରିବା, ମେଡ଼ିକାଲ ନେବା, ବିଭିନ୍ନ ନେବା, କିନ୍ତୁ ଧୈର୍ଯ୍ୟ ଦରକାର। ଏ ଧୈର୍ଯ୍ୟ ପାଇଁ ଟିକେ ସାଧନା ଦରକାର। ଆମର ଏ ପଞ୍ଚଭୌତିକ ଶରୀର ହେବା ପାଇଁ ଆଉ ଗୋଟିଏ କଥା ଆପଣମାନଙ୍କୁ ଆଉ ବେଶୀ ସମୟ ନେବିନି, ପଞ୍ଚକୋଷ ଉପରେ ଆଉ ଟିକେ ଆଉ କେତେବେଳେ ପଛରେ କେତେବେଳେ ଆଲୋଚନା କରିବା। ତେଣୁ ଅଭୟ ସମୟ ଟିକେ ହେଇଯାଉଛି। ତେଣୁ ଗୋଟିଏ ଜିନିଷ ଆପଣଙ୍କୁ ଆଜି ଗୋଟେ ସନ୍ଦେଶ ଦେବାକୁ ଯାଉଛି। ଏ ଆମେ ଯେତେ ସବୁ ବର୍ତ୍ତମାନ ଏଇ ଯେଉଁ ବିଷାକ୍ତ ଜିନିଷ ସବୁ ହେଇଗଲାଣି, ଆମ ଭିତରେ କାହା ଭିତରେ ଡାଇବେଟିସ୍ ନଥିବ କି ହାଇ ବିପି ନଥିବ, କେହି ଗୋଟେ ନିରୋଗ କେହି ନଥିବେ। ତେଣୁ ସେଇଟା ପାଇଁ ଆପଣ ଟିକେ ଯୋଗ କରନ୍ତୁ। ଏ ଯୋଗ କଲା ମାନେ ଯେଉଁ ପଞ୍ଚଭୌତିକ ଅଛି ସେ ଆହୁରି ପଞ୍ଚଭୌତିକ କୋଷଟା ଷ୍ଟ୍ରଙ୍ଗ ହେବ। ଆଉ ଯେଉଁ ଷଡ଼ ଆମର ଅଛି, ନାଇଁ ଷଡ଼ ବିପୁଲ, ଆମର ଯେଉଁ ଅଛି ଷଡ଼ଚକ୍ର ସକ୍ରିୟ ହେବେ। ଯେଉଁ ଆମର ଅଛି ମୂଳାଧାର ଚକ୍ର, ସ୍ୱାଧିଷ୍ଠାନ ଚକ୍ର, ମଣିପୁର ଚକ୍ର, ଅନାହତ ଚକ୍ର, ବିଶୁଦ୍ଧାକ୍ଷ ଚକ୍ର ଏବଂ ଆଜ୍ଞା ଚକ୍ର, ସହସ୍ରାର ଚକ୍ର କଥା ଛାଡ଼ନ୍ତୁ। ଏଇ ଯେଉଁ ଷଡ଼ଚକ୍ର ସକ୍ରିୟ ହେବ, ଇଏ ହେଉଛି ବିଜ୍ଞାନରେ କହନ୍ତି ଷଡ଼ ସ୍ନାୟୁ ଗୁଚ୍ଛ। ସାର୍ ଅଛନ୍ତି, ମୁଁ ସାର୍ଙ୍କ ମାନେ ସେତେବେଳେ ବିଜ୍ଞାନ ଟ୍ରେନିଂ ସମୟରେ ସୁନାଗଳା ମାନଙ୍କରେ ପଢ଼େ, କେତେ ସୁନ୍ଦର ଟ୍ରେନିଂ ସାର୍ଙ୍କର, ଆଉ ଉଦାର ମନୋଭୂତି, କେତେ ସରଳ ସ୍ୱଭାବ ପରେ ଅକୁଟିଳ ମନ, ଯଥା ଲାଭରେ ସତତ ସନ୍ତୋଷ କରଣ। ତେଣୁ ମଣିଷ ଜୀବନରେ ଯଦି ସରଳ ସ୍ୱଭାବ ନାହିଁ, ତେବେ କହିଲେ ମାନେ କାକଭୂଷଣ୍ଡୀକୁ ଗରୁଡ଼ ମହାରାଜ ପ୍ରଶ୍ନ କଲେ, କହିଲେ କହ ଗୋଟିଏ କଥା ଏମିତି କୁହ ଯାହା କଳିରେ ସବୁଠାରୁ ଶ୍ରେଷ୍ଠ। ନାହିଁ ଜପ ତପ ଯୋଗ ଉପବାସ, ତପସ୍ୟା କରିବାକୁ ପଡ଼ିବନି, ଯୋଗ କରିବାକୁ ପଡ଼ିବନି, ଯଜ୍ଞ କରିବାକୁ ପଡ଼ିବନି, କିଛି କରିବାକୁ ପଡ଼ିବନି, କିନ୍ତୁ ଗୋଟିଏ ସରଳ କଥା କୁହ। ସେଇଠି ଗରୁଡ଼ ମହାରାଜ କହିଲେ ସରଳ ସ୍ୱଭାବ ପୁଣି ଅକୁଟିଳ ମନ, ଯଥା ଲାଭରେ ସତତ ସନ୍ତୋଷ କରଣ। ମୁଁ ଯେତିକି ଖାଇଥିଲି ବାସ୍ ସେତିକି। ଆମେ ସେଇଆ ଭାବୁଛୁ କି? କହୁନାହାନ୍ତି, ମୁଁ ଯେତିକି ଗୋଟିଏ ଘର ତ ମୋ ପାଇଁ ଦରକାର, ମୋର ଗୋଟିଏ ଘର ରହିନି, ମୁଁ କାହିଁକି 50 ମାଲା କରିବି? ସେଇଟା ହେଉଛି ଯଥା ଲାଭରେ ସତତ ସନ୍ତୋଷ କରଣ। କିନ୍ତୁ ସନ୍ତୋଷ ଆସିଗଲେ ଜୀବନରେ ଶାନ୍ତି ଆସିବ। ତେଣୁ ଶାନ୍ତି ତୁଲ୍ୟ ତପନାସ୍ତି ନ ସନ୍ତୋଷାତ୍ ପରମ ସୁଖମ୍,
न तृष्णाया पर व्याधि तृष्णा ठाରୁ व्याधि ନାହିଁ तेणु शांति आसीब संतोष ହେଲା तेणु शांति तुल्य तपनास्ति न संतोषात् परम सुखम तेणु संतोष आसीगले शांति आसीଯିବ ଆଉ शांति आसीगले सुख आसीଯିବ ଯାହା ହଉ ଆପଣମାନଙ୍କୁ କିଛି କ'ଣ ଗୋଟେ କହିଦେଲି ତେଣୁ ଆପଣମାନେ ଟିକେ କ୍ଷମା କରିବେ ଆଉ ଆମର ତ ସବୁ ଜ୍ଞାନୀ ଗୁଣୀ ସୂର୍ଯ୍ୟ ସାତ ସ୍ୱୟଂ ସୂର୍ଯ୍ୟ